ଦେଖନ୍ତୁ 2019 ମୁଁ ଷ୍ଟୁଡିଓ ଭର୍ସନ ସଙ୍ଗ ୟୁଟ୍ୟୁବରେ ଷ୍ଟାର୍ଟ କରିଥିଲି। ୱାଓ ଓଡ଼ିଆ ମ୍ୟୁଜିକରେ। ତାହା ଥିଲା ପ୍ରିୟା ତୁ ଭାଙ୍ଗିଦେଲୁ। ଆଉ ପ୍ରଥମ ଗୀତରେ ହ୍ୟୁମାନ ଭାଇଙ୍କ ସ୍ୱରରେ ଏତେ ସୁନ୍ଦର ଥିଲା, ଯାହାକି ସେଇଟା ମିଲିୟନ ଭ୍ୟୁ ଯାଇଥିଲା। ତାପରେ ଆମକୁ ପ୍ରେରଣା ଯୋଗେଇଥିଲା ଆଗକୁ ଯିବା ପାଇଁ। ସେଇଟା ବି ଏବେ ବୋଧେ ମିଲିୟନ କ୍ରସ୍ କରିକି ବହୁତ ହିଟ୍ ଯାଇଥିଲା। ପୁଣି ସେଇ ଗୀତ ତୁଳନାରେ ମତେ ଯାହା ବି ସବୁ ହ୍ୟୁମାନ ଭାଇଙ୍କ ପାଇଁ କାମ ମିଳିଥିଲା। ଆଜ୍ଞା, ମୁଁ ମୋ ପିଲାବେଳୁ ଲେଖେ, କବିତା ଗୀତ ଲେଖୁଥିଲି। କିନ୍ତୁ ୟୁଟ୍ୟୁବ ୟୁଟ୍ୟୁବ ଯେବେଠୁ ବାହାରିଲା ମତେ 2019ରେ ଚାନ୍ସ ମିଳିଲା ପ୍ରଡ୍ୟୁସରଙ୍କ ମାଧ୍ୟମରେ। ୱାଉ ଓଡ଼ିଆ ମ୍ୟୁଜିକରେ ମୋର ପ୍ରିୟା ତୁ ଭାଙ୍ଗିଦେଲୁ ଗୀତ ପ୍ରଥମ ଲେଖା ଥିଲା। ଆଉ ସେଇଟା ହିଁ ମୁଁ ଲେଖିଥିଲି, ମ୍ୟୁଜିକ ଟୁନୁ ପଟ୍ଟନାୟକ ଦେଇଥିଲେ। ସେଇଟା ହିଁ ପ୍ରଥମ ଗୀତ ହ୍ୟୁମାନ ଭାଇ ଗାଇଥିଲେ, ଯାହାକି ଆ, ମୋର ଆମ ଗାଁ ପାଖରେ ଏମିତି ୱାଓ ଓଡ଼ିଆ ମ୍ୟୁଜିକର ପ୍ରଡ୍ୟୁସର ସଞ୍ଜୟ ଭାଇ ଥିଲେ। ମୁଁ ତାଙ୍କୁ ଥରେ ରିକ୍ୱେଷ୍ଟ କଲି କି ମୁଁ ଏମିତି ଗୀତ ଲେଖୁଛି, ଆଉ ଅ, ଏଇ ଗୀତଟା ଭଲ ହେଇଥାନ୍ତା। ସିଏ କହିଲେ ଠିକ ଅଛି, ମୁଁ ବାହାର କରିବି, ଚଲ। ତାପରେ ତାଙ୍କ ସହିତ ଯିବା ପରେ ହ୍ୟୁମାନ ଭାଇଙ୍କ ସହ ଷ୍ଟୁଡିଓରେ ବି ଦେଖା ହେଲା। ଆଉ ସେଇଠୁ ମତେ ଆଗକୁ ଯିବା ପାଇଁ ବହୁତ ପ୍ରେରଣା ଯୋଗେଇଲା କି ମୁଁ ଆଗକୁ ଆଉ କିଛି କରିବି। ଆଉ ଏତେ ସୁନ୍ଦର ଥିଲା, ମାନେ ମୋ ନିଜର ମୁଡକୁ ଚେଞ୍ଜ କରିଦେଇଥିଲା କି ମୁଁ ହଁ ଗୀତ ଲାଇନକୁ ଆଗେଇବି। ତାପରେ ପରବର୍ତ୍ତୀ ଅବସ୍ଥାରେ ମୁଁ ସେମାନଙ୍କ ଥ୍ରୋରେ ଗୀତ ବାହାରି ସାରିଲା ପରେ ପୁଣି ମୁଁ ଆଉ ସମସ୍ତ ଗୀତ ନିଜେ ସ୍ୱର ଦେଇକି କରିଛି ସବୁ। ହଁ, ନିଶ୍ଚିତ ଭାବରେ। ସେଇଟା ଆକ୍ଚୁଆଲି ମ୍ୟୁଜିକ ଡାଇରେକ୍ଟର ବିମୁଗ୍ଧ ଭାଇ ସେ ମତେ କଣ୍ଟାକ୍ଟ କରିକି କହିଥିଲେ କି ମାନେ ଆକ୍ଚୁଆଲି ଆମ ଜଣେ ପ୍ରଡ୍ୟୁସର ଥିଲେ, ସେ କହିଥିଲେ ଗୋଟେ ଗୀତ ଭଲ କି କର। ମୁଁ ବିମୁଗ୍ଧ ଭାଇଙ୍କ କଣ୍ଟାକ୍ଟରେ ଆସିଥିଲି, ଆଉ ଲେଖା ଥିଲା। ସିଏ ଗୋଟେ ଟଚି ଲାଇନ ଦେଇଥିଲେ, ଜାନୁ ତୁମେ ଚମକୁଛ, ତା ଉପରେ ମୁଁ ଗୀତଟାକୁ ବନେଇଥିଲି। ଯେତେବେଳେ ଗୀତ ଭାଇରାଲ ହେଲା ଆମେ ସମସ୍ତେ ଖୁସି ଥିଲୁ। ଆଉ ହ୍ୟୁମାନ ଭାଇଙ୍କ ସହିତ ବି ଆମେ ନେକ୍ସଟ ଷ୍ଟୁଡିଓରେ ଡାଇରେକ୍ଟ କଥା ହେଲୁ। ସେ ବି ବହୁତ ପ୍ରଶଂସା କଲେ। ଆଉ ସେ ଷ୍ଟେଜ ପ୍ରୋଗ୍ରାମରେ ବହୁତ ବଢିଆ କରି ଗାଇଥିଲେ। ମୋର ଏବେ ସେ ଗୀତଟା ହଉଛି ହସି ଦେ ହସି ଦେ ମା ମୋର, ଇରା ମହାନ୍ତି ଆଉ ହ୍ୟୁମାନ ସାଗର ଗାଇଥିଲେ। ସେଇଟା ବି 5 ମାସରେ 1.6 ମିଲିୟନ କ୍ରସ୍ କରିଛି ଷ୍ଟୁଡିଓ ଭର୍ସନ। ଆଉ ସେଇଟାକୁ ଆମେ ଭିଜୁଆଲ ବି ପ୍ରପୋଜାଲ ଥିଲା। ପୁଣି ସେଇଟା ଯେତେବେଳେ ହେଇଥିଲା ତାର ଅନୁଭୂତି ଅଲଗା। ସେ ଯେତେବେଳେ ଷ୍ଟୁଡିଓରେ ସେ ଗୀତ ଶୁଣିଲେ, ମାନେ ଗୀତକୁ ସିଏ ଗୋଟେ ଗୀତିକାର ହଉ ବା ମ୍ୟୁଜିକ ଡାଇରେକ୍ଟର ହଉ, ହ୍ୟୁମାନ ଭାଇଙ୍କ ଆଗରେ କିଛି ଦରକାର ବି ପଡେନି। ଯଦି ଆମେ ଟିକେ ହିଣ୍ଟସ ଦେଇଦେଲୁ, ସିଏ ତାକୁ ତାଙ୍କ ହିସାବରେ ଏମିତି ମଡିଫାଇ କରିଦେବେ ଗୀତକୁ। ସେ ଗୀତ ଆପଣ ମାନେ ଚାହିଁଲେ ବି କି ବିଶ୍ୱାସ କରିପାରିବେନି କି କୋଉ ଗୀତ ଥିଲା କଣ ହେଇଗଲା। ସେଇଭଳିଆ ପରିସ୍ଥିତିରେ ସେ ଗୀତ ଏବେ ଏବେ ସୁଦ୍ଧା ମିଲିୟନ କ୍ରସ୍ କରିଛି। ପୁଣି ଆଉ ଗୋଟେ ଗୀତ ଅଛି ଆମର ପ୍ରିୟା ମୋର ଲାଜେଇ। ସେ ଗୀତ ତ ଗାଇଲା ବେଳେ ସେ ଯୋଉ ତାଙ୍କ ଭଏସ ରେ ସେ ଗୀତ ଆପଣ ବି ଚାହିଁଲେ ଶୁଣିପାରିବେ। ହଁ, ହଁ, ନିଶ୍ଚୟ। ସେ ଗାଇ ସାରିଲା ପରେ ସେ ମାନେ ସିଏ ଚାହୁଁଥିଲେ ମୁଁ ଆଉ ଟିକେ ବେଷ୍ଟ କରିବି, କାହିଁକି ନା ସବୁବେଳେ ସେ ମଡିଫାଇ କରନ୍ତି। ଆଉ ଯେତେବେଳେ ଗାଇଲେ କହିଲେ ବହୁତ ବଢିଆ ହେଇଛି। ସେ ମା ଗୀତ ଗୁଡାକୁ ପାଇଲେ, ମାନେ ଗୀତ ହ୍ୟୁମାନ ଭାଇଙ୍କ ପାଇଁ ଗୀତ ଗୋଟେ 5-10 ମିନିଟର କାରବାର। କିନ୍ତୁ ଯେହେତୁ ସେ ମା ଗୀତ ପାଇଲେ, ସେ ବହୁତ ଟାଇମ ଲଗେଇ ଗାଇଲେ ସେଟାକୁ, ଅଧଘଣ୍ଟେ 45 ମିନିଟ ପାଖାପାଖି ସେ ଗୀତ ରେକର୍ଡିଂ ହେଇସାରିଲା ପରେ ସେ ଗୀତ ସରିଥିଲା। ହଁ, ଥରେ ସେ ଜାଗା ଏକ୍ଜାକ୍ଟଲି ମନେ ପଡୁନି। ମୁଁ ଥରେ ଯାଇଥିଲି, ସେଇଠି ହ୍ୟୁମାନ ସାଗର ମାନେ ନିଜେ ଜାନୁ ତୁମେ ଚମକୁଛ ଗାଉଥିଲେ। ଆଉ ତାପରେ ସେଇଠି ମୁଁ ମୋ ସାଙ୍ଗମାନଙ୍କୁ କହିଥିଲି, ମାନେ ବହୁତ ସେଠି ଏତେ କ୍ରାଉଡ ଥିଲା ସେ ବର୍ଷ, ବୋଧେ କଟକରେ ସେଇଟା ଏତେ କ୍ରାଉଡ ଥିଲା, ପୁରା ମାନେ କହିବା ଅସମ୍ଭବ। ସେଇ ସମୟରେ ବି ମୋ ସାଥିରେ ଯେଉଁମାନେ ଥିଲେ ମୁଁ ସେମାନଙ୍କୁ କହୁଥିଲି, ସେମାନେ କହିବା ପାଇଁ ତ କିଛି ପଡୁନି, କାହିଁକି ନା ମୋ ସାଙ୍ଗମାନେ ନିହାତି ଜାଣିଥିଲେ। ଆଉ ବହୁତ ଖୁସି ଲାଗେ ତାଙ୍କର ସେଇଟା ଶୁଣିଲେ ବି। ଦେଖନ୍ତୁ, ମୁଁ ଯେତେବେଳେ 2019ରେ ତାଙ୍କୁ ଦେଖିଥିଲି, ସେତେବେଳେ ତ ତାଙ୍କ ଚେହେରା ଅନୁସାରେ ଏବେ ତ ଚେହେରା ବହୁତ ପରିବର୍ତ୍ତନ। କିନ୍ତୁ ଯାହା ବି ହଉ ତାଙ୍କ ବ୍ୟବହାର ଆଚାର, ଯାହା ମାନେ ଜଣେ ସାଧାରଣ ଛୋଟ ପିଲା ଭଳିଆ ହିଁ ସେ ବ୍ୟବହାର ପୁରା କରନ୍ତି। ପୁରା ବହୁତ ବଢିଆ, ଆଉ ଫ୍ରେଣ୍ଡସିପ ପୁରା ମିଶି ଯାଆନ୍ତି। ସମସ୍ତଙ୍କ ସହିତ ଡାଇରେକ୍ଟଲି ମିଶି ଯାଆନ୍ତି। ଆଉ ଯଦି ଆମର କିଛି କମ୍ପୋଜରେ ଟିକେ ପ୍ରୋବ୍ଲେମ ହେଇଥାଏ କି ଏଇଟା ଏଇ ଲାଇନ କରିବା, ମଡିଫାଇ କରିବା, ସେ କିଛି ମାନେ ବାଧାବିଘ୍ନ ତାଙ୍କର କିଛି ନାହିଁ। ସେ କହିବେ ନା ଏଇଟାକୁ ଏଇଭଳିଆ ନେଲେ ଆହୁରି ବଢିଆ ହବ, ବେଟର କରିବାରେ ସେ ଚେଷ୍ଟା କରନ୍ତି। ବାକି ରହିଲା ମିଳାମିଶା ଯାହା ବି କରନ୍ତୁ, ସେ ତ ଡାଇରେକ୍ଟଲି ଆମ ଷ୍ଟୁଡିଓରେ ତ ବହୁତ ବଢିଆ ମିଶନ୍ତି। ଆଜ୍ଞା, ଦେଖନ୍ତୁ, ଆମେ ଷ୍ଟୁଡିଓ ଭର୍ସନରେ ହ୍ୟୁମାନ ଭାଇଙ୍କ ପାଇଁ 10,000 ଟଙ୍କା ଚାର୍ଜ ଆମେ ଡାଇରେକ୍ଟଲି ନେଇଥାଉ। କାହିଁକିନା ସେଇଟା ହ୍ୟୁମାନ ଭାଇଙ୍କର ବଜେଟ୍ ଥାଏ। ଷ୍ଟୁଡିଓ ରାଉଣ୍ଡରେ ତାଙ୍କ ଗୀତ କରିବା ପାଇଁ 35-40 ହଜାର ଟଙ୍କା ଖର୍ଚ୍ଚ ହେଇଯାଏ, ଟିକେ ଭଲ ଭାବରେ ଗୀତ କରିବାକୁ ହେଲେ। ତା ଭିତରୁ ହ୍ୟୁମାନ ଭାଇଙ୍କ 10,000 ଥାଏ। ଆଉ ଯୋଉ ନ୍ୟୁଜରେ ଆମେ ବି ତ ଶୁଣୁଛୁ, କିଏ କହୁଛି 40,000 50,000, ସେମିତି କିଛି ନାହିଁ। ସେ ଷ୍ଟୁଡିଓ ଭର୍ସନ ପାଇଁ 10,000 ଟଙ୍କା ନେଇଥାନ୍ତି। ମୋର 4ଟା ଗୀତରେ ସେ ସେଇ ସେମ୍ ନେଇଛନ୍ତି 10,000। ପୂର୍ବରୁ ତ ଆମେ ଶୁଣିଥିଲୁ 7, 8, 10 ଏମିତି ଗାଇଛନ୍ତି, କିନ୍ତୁ ଏଇ କିଛି ବର୍ଷେ 2 ବର୍ଷ ହେଲାଣି ସେ କଣ୍ଟିନ୍ୟୁ 3ଟା ଗୀତ ଗାଉଥିଲେ।
ଏମର୍ଜେନ୍ସି ଯଦି କେବେ ଭାରି ପଡିଥାଏ ମୁଁ କହିପାରିବିନି, ସେଟା ଷ୍ଟୁଡିଓ ବାଲା ଜାଣିଥିବେ। କିନ୍ତୁ ମୋ ସାମ୍ନାରେ ଯେତିକି ବି ଗାଇଥାନ୍ତି, ତିନିଟା ଚାରିଟା ଏମିତି ଗାଆନ୍ତି। ସେମିତି କିଛି ନାହିଁ। ତଥାପି ଥରେ ମୋର ମନେ ଅଛି, ଏମିତି ଏମଆରଆଇ ଷ୍ଟୁଡିଓରେ ଆମେ ବସିଥିଲା ବେଳେ ସବୁ ବାହାର ମାର୍କେଟରୁ ସମସ୍ୟା ଆଉ ଯୋଉ ବରା ସେଗୁଡା ଆଣିକି ଥରେ ପାର୍ଟି କରିଥିଲେ, ସମସ୍ତେ ଖାଇଥିଲେ। ସେ ବି ବହୁତ ତାର ନିଆରା ଅନୁଭୂତି। ସେ ବୋଧେ ସେଟା ଖାଇବା ପାଇଁ ଭଲ ପାଆନ୍ତି କି କହିପାରିବେନି। ମୁଁ ତ ଥରେ ସେମିତି ତାଙ୍କ ସହିତ ପାର୍ଟିସିପେଟ କରିଛି। ବହୁତ ମଜା ଲାଗିଥିଲା ସେ। ନା, ଆମେ ଡାଇରେକ୍ଟଲି ସେମିତି କଥା ହେଇନୁ, କିନ୍ତୁ ଆମେ ଦେହ ଖରାପରେ ଶୁଣିଥିଲୁ, କାହିଁକି ନା ମୋର ଥରେ ଗୀତ ରେକର୍ଡିଂ ଥାଏ, ସେଇ ଯୋଉ ହସି ଦେ ହସି ଦେ ମା ଆମର। ସେ ତାଙ୍କ ଦେହ ଖରାପ ପାଇଁ ମୋ ସେଇ ଗୀତଟାକୁ ମୁଁ 3 ମାସ ଡିଲେ କରିଥିଲି। ତାପରେ ସେ ସୁସ୍ଥ ହେଲା ପରେ ସେ ଗୀତ କରିଥିଲେ। ଆଉ ସେଇଟା ହିଁ ମୋର ଲାଷ୍ଟ ଗୀତ ହେଇଯାଇଥିଲା ତାଙ୍କ ପାଇଁ। ଆଉ ବୋଧେ ମାନେ ମୋ ଭାଗ୍ୟରେ ସେମିତି ହିଟ୍ ଜୁଟିବନି, ଯେହେତୁ ହ୍ୟୁମାନ ସାଗର ଭାଇ ଥିଲେ ମାନେ ମୋର ଗୀତ ହିଟ୍ ସେଇଟା ମୁଁ ଜାଣିଥିଲି। ପୁଣି ପ୍ରିୟା ମୋର ଲାଜେଇ ଗୋଟେ ଗୀତ ତାଙ୍କ ପାଇଁ ଅଛି। ମୁଁ ଭାବୁଛି ଆଗକୁ ସେଇଟା ହିଁ ମତେ ଯଦି ବଡ ଆକାରର କିଛି ହିଟ୍ ଦେଇପାରେ, ତାହେଲେ ଆଉ ସେମିତି ସୁଯୋଗ ଆସିବନି କି କେବେ ଅସମ୍ଭବ ଯେଗୁଡା ଆମେ ଭାବୁଛୁ। ହଁ, ସେଇଟା ତ ସମସ୍ତଙ୍କର ଆଶା ଥାଏ। କାହିଁକି ନା ମୁଁ ମୋ ନିଜ କଥା କହିବି, ଯେତେବେଳେ ମୁଁ ପ୍ରିୟା ତୁ ଭାଙ୍ଗି ଦେଲୁ ଲେଖିଲି, ତାପରେ ଗୀତକୁ ଧୀରେ ଧୀରେ ବଢିଲା ପରେ ମିଲିୟନ ଯେତେବେଳେ କ୍ରସ କରିଗଲା, ସେତେବେଳେ ନିଜ ଭିତରେ ଗୋଟେ କନଫିଡେଣ୍ଟ ର ଲେବୁଲ ବଢିଗଲା କି ହ୍ୟୁମାନ ଭାଇ ଗାଇଛନ୍ତି ମାନେ ମିଲିୟନ ଛୁଇଁଲା। ପୁଣି ତାଙ୍କ ପାଇଁ କାମ କଲେ ମିଲିୟନ ନିହାତି ଯିବ। ମୋର ମିନିମମ୍ 40-50ଟା ଗୀତରୁ 15-20ଟା ମିଲିୟନ ଯାଇଛି ସତ, କିନ୍ତୁ ହ୍ୟୁମାନ ଭାଇ 5ଟା ଗାଇଥିଲେ, 5ଟାରୁ 4ଟି ଯାକ ମିଲିୟନ ଛୁଇଁ ସାରିଛି। ତେଣୁ ଏଇଭଳିଆ ଭାବରେ କନଫିଡେଣ୍ଟ ତାଙ୍କ ଗୀତ ଛାଡା ମାନେ ଯେତେ ସିଙ୍ଗର ଗାଆନ୍ତୁ, କନଫିଡେଣ୍ଟ ଆସିବ ନାହିଁ, ଏଇଟା ପୁରା ସିଓର। ନା, ସେମିତି ତ ଆମେ କରିନୁ, କିନ୍ତୁ ଷ୍ଟୁଡିଓରେ ଅଲଗା ଗୀତ ହେଲେ ବି ଆମେ ଷ୍ଟୁଡିଓର ଯୋଉ ସାଙ୍ଗସାଥି ଥାନ୍ତି ସେମାନଙ୍କ ସହିତ ଆଲୋଚନା କରିଥାଉ କି ତାଙ୍କ ଦେହ ଖରାପ ତେଣୁ ସେ ଗାଇ ପାରିବେନି। ବାକି ତାଙ୍କର ସେଇଟା ରହୁଛି ଟିମ୍, ସେମାନଙ୍କର ବି ଗୋଟେ ମ୍ୟାନେଜମେଣ୍ଟ ଟିମ୍ ଅଛି। ସେଗୁଟା ସେମାନଙ୍କର ଇଏ, ଆମେ ତ ସେଇମାନଙ୍କ ଥ୍ରୋରେ ହିଁ ହ୍ୟୁମାନ ଭାଇଙ୍କୁ ପାଉ ବା ଷ୍ଟୁଡିଓ ଥ୍ରୋରେ ଆମେ ପାଉ। ହଁ, ମୋ ପାଖରେ ସେଇ ଯୋଉ ଦିନେଶ ଭାଇ ହଉ ବା ରାଜୁ ଭାଇ ହଉ, ସେମାନଙ୍କର ନମ୍ବର ବି ଥାଏ। ସେମାନଙ୍କୁ ଚିହ୍ନେ ଡାଇରେକ୍ଟଲି, କିନ୍ତୁ ସେମିତି କିଛି ଆମେ ଜାଣିନୁ। କାହିଁକି ନା ଆମେ ତ ଷ୍ଟୁଡିଓ କଣ୍ଟାକ୍ଟ କଲେ ବି ସେମାନେ ଡାଇରେକ୍ଟ ନମ୍ବର ଦେଇ ଦିଅନ୍ତି କି ହଁ ଏତେ ତାରିଖରେ ହବ, ବା ପ୍ରୋବ୍ଲେମ ହେଲେ ସେମାନେ କହିଦିଅନ୍ତି କି ତାଙ୍କ ଦେହ ଅସୁସ୍ଥ ଅଛି ଯାହା ବି ହଉ। ସେମିତି କିଛି ତ ଜଣା ପଡୁନି। ଜାଣିବା ଭିତରେ ଦିନେଶ ଭାଇ ଆଉ ଯୋଉ ରାଜୁ ଭାଇ, ଏମାନେ ମାନେ ସବୁବେଳେ ତାଙ୍କ ସହିତ ଥାନ୍ତି। ସେମାନଙ୍କ ଥ୍ରୋରେ ଗୀତ କରିବାକୁ ହେଲେ ଟାଇମ ବି ଲାଗି ଯାଉଥିଲା, ଯେହେତୁ ଆମେ ଷ୍ଟୁଡିଓ ଥ୍ରୋରେ କାମ କରୁଥିଲୁ। ଷ୍ଟୁଡିଓକୁ କଲ୍ କଲେ ସେମାନେ ଦିନେଶ ଭାଇଙ୍କୁ ବା ତାଙ୍କର ଯୋଉ ମ୍ୟାନେଜମେଣ୍ଟ ଟିମ୍ ଅଛି ଯାହାକୁ ନେଇକି ଗୋଟେ ଷ୍ଟୁଡିଓରେ 3ଟା ଗୀତ ହେଲେ ଗୀତ ରେକର୍ଡିଂ ହେଇଯାଉଥିଲା। ସେଇଭଳି ଭାବରେ ମୁଁ ମନେକର ଏମଆରଆଇ ଷ୍ଟୁଡିଓ କହିଲି, ଏମଆରଆଇ ଷ୍ଟୁଡିଓ ତାଙ୍କୁ ବୁକିଂ କରିକି ଆଣୁଥିଲେ। ଫଳରେ ଆମର ସେମିତି କିଛି ଟେନସନ ଥାଇନି, ଆମେ ଠିକ ଟାଇମରେ ପହଞ୍ଚି ଗୀତ ରେକର୍ଡିଂ ଷ୍ଟାର୍ଟ କରିଦେଇଥାଉ। ସେଇ ଯୋଉ ମ୍ୟାନେଜମେଣ୍ଟ ଟିମ୍, କେତେବେଳେ ପପୁ ଭାଇ ଥିବେ କି ଦିନେଶ ଭାଇ ଥିବେ, ବାକି ରହିଲେ ସେଇ ମ୍ୟାନେଜମେଣ୍ଟ ଟିମ ରେ କଥା ହଉଥିବେ। ରାଜୁ ଭାଇ ସହିତ ମୁଁ ଥରେ କଥା ହେଇଥିଲି, ଦିନେଶ ଭାଇ ସହିତ କଥା ହେଇଥିଲି। ଆଗଙ୍କ ସହିତ ଯେଉଁ ପିଲା ଆସନ୍ତି ସେଇମାନେ ନିଅନ୍ତି। ଆମେ ତ ଡାଇରେକ୍ଟ ହ୍ୟୁମାନ ଭାଇଙ୍କୁ ମାନେ କେବେ ବି ଦେଇନୁ। ତାଙ୍କ ସହିତ କଥା ହେଇକି ଆସନ୍ତି, ସିଏ ନେଇ ନିଅନ୍ତି।